ମୁଁ ସୁନ୍ଦରୀ ସ୍ତ୍ରୀର ଗୋଲାମ ତୁ ପେଚା ମୁହିଁ ଛକା ଭଳିଆ ଦେଖାଯାଉଛି କାଳି ବୋଦୁଛି। ଆଜ୍ଞା ମୁଁ ଏଇଟା କହୁନି, ଏ କଥା କହିଛନ୍ତି କିଏ ସେ ନା ଆମ ଓଡିଶାର ନମ୍ବର 1 ୟୁଟ୍ୟୁବର ମିଷ୍ଟର ଗୁଲୁଆ କମେଡିଆନ୍ ଗଲା ହାଇଲାଇଟ ହେଇଗଲା। ଅନୁଭବ ବର୍ଷା ଟୁଙ୍ଗୁରୁ ଫଳ ବର୍ଷା। ଏବେ ନାଟକ ଚାଲିଛି ଓଡିଶାରେ ଗୁଲୁଆ ଆଉ ବର୍ଷା। ଗଲା ହାଇଲାଇଟ ହେଇଗଲା। ଏଇ ଯୋଉ ଆକ୍ଚୁଆଲି ଗୁଲୁଆ ଗୋଟେ ଭଲ ପିଲାଟା, ଏଇ ଯୋଉ ଅନୁଭବ ସାଙ୍ଗରେ ଫିଲ୍ମ ଗଲା ଚାରିଧାମ ସେଉଠୁ ବିଗିଡିଗଲା। କହିଲା ମୁଁ ଇନ୍ଦ୍ର ହେଇଗଲି ଆଉ କଣ। ଗଲା ହାଇଲାଇଟ ହେଇଗଲା। ଗୁଲୁଆ କହୁଛି ତାଙ୍କୁ କିଏ ଧମକେଇଛି 50 ଲକ୍ଷ ଟଙ୍କା ଦିଅ ନହେଲେ ତମକୁ ବାଡେଇ ମାରିଦବ। क्या बात कर रहे रे ତା बाबा। ସ୍ତ୍ରୀ କହୁଛି ମତେ ବାଡେଇ ଘରୁ ବାହାର କରିଦେଲେ। ଆରେ ଭାଇ ଏଠି କଣ ଚାଲିଛି? ସତ କହିବ ଦୁନିଆରେ କଣ ଚାଲିଛି ଭାଇ, କଣ ଚାଲିଛି? ଆମେ ତ ଭାଇ ଦେହ ସଛ। ଯଦି ଗୁଲୁଆ ଆଉ ବର୍ଷାଙ୍କ ମୁହଁକୁ ଦେଖାଯିବ, କମ୍ପେୟାର କରାଯିବ, ପ୍ରକୃତରେ ବର୍ଷା ମୁହଁଟା ସୁନ୍ଦର ଦେଖାଯିବ ଗୁଲୁଆ ଠାରୁ। ଗୁଲୁଆ ଯୋଉଭଳିଆ ଦେଖାଯାଉଛି ବର୍ଷା ପାଖରେ ସେ କିଛି ନୁହଁ। ବର୍ଷା କହୁଛି ସିଏ ଅସୁନ୍ଦର, ଆଉ ସିଏ କାଳି, ଆଉ ସିଏ ଛକା ଭଳିଆ ଦେଖାଯାଉଛି। ବଣ୍ଟି, ରାଜୁ ଦାସ, ଦେବା, ନିତ୍ୟାନା, ପାଗା, ପ୍ରଳୁ, ଟୁଲୁ, ଷଣ୍ଢ ବହୁତ ୟୁଟ୍ୟୁବର ଗୁଲୁଆ ତିଆରି କରିଛି। କାଳିଆ ଷଣ୍ଢ ତାର ଗୋଟେ ଇଣ୍ଟରଭ୍ୟୁରେ କହୁଥିଲା ଯେ ଆମେ ଯେତେବେଳେ ଟିକେ ଟିକେ ଗୁଲୁଆ ଭାଇ ସାଙ୍ଗରେ ବାହାରିଲୁ ଯେ ଆମକୁ କହିଲା ଯେ ତମେ ଗୋଟେ ଗୋଟେ ଚ୍ୟାନେଲ କରିକି ତମେ ବି କିଛି କର, ତମେ ବି ପଇସା କିଛି ଇନକମ କର। ଏତେ ଗୋଟେ ଭଲ ପିଲା, ଭଲ ମାନେ କ୍ରିଏଟର, ଯୋଉ ସୁନ୍ଦର ଅସୁନ୍ଦର ପଛରେ ପଡି ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଝିଅ ସହିତ ଯୋଉ ଭଳିଆ ନାଟକ କୀର୍ତ୍ତନ କରୁଛି, ୟା ଗୋଟେ ନିନ୍ଦନୀୟ କଥା।